ସୁକିନ୍ଦା ସତ୍ସଙ୍ଗ ବିହାରରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କର 138ତମ ଜନ୍ମ ଉତ୍ସବ ଭକ୍ତିମୟ ପରିବେଶରେ ପାଳିତ। ସତ୍ସଙ୍ଗ ବିହାର ସୁକିନ୍ଦାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର 138ତମ ଜନ୍ମ ଉତ୍ସବ ଅବସରରେ ରବିବାର ଦିନ ଭକ୍ତି ଆନନ୍ଦ ଓ ଧାର୍ମିକ ଉତ୍ସାହର ସହିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଦେଖିବାକୁ ମିଳିଛି। ଉତ୍ସବ ଅବସରରେ ସକାଳେ ସୁସଜ୍ଜିତ ରଥରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଗ୍ରାମ ପରିକ୍ରମା କରାଯାଇଥିଲା। ଭକ୍ତବୃନ୍ଦଙ୍କ ଉପସ୍ଥିତିରେ ଗ୍ରାମ ପରିବେଶ ଧାର୍ମିକ ମହଲରେ ଗୁଞ୍ଜରିତ ହୋଇ ଉଠିଥିଲା। ଏହି ଅବସରରେ ସୁକିନ୍ଦା ସତ୍ସଙ୍ଗ ବିହାର ପ୍ରାଙ୍ଗଣରେ ଏକ ସ୍ୱାସ୍ଥ୍ୟ ଶିବିର ଓ ମାତୃ ସମ୍ମିଳନୀ ଆୟୋଜିତ ହୋଇଥିବା ଦେଖିବାକୁ ମିଳିଥିଲା, ଯାହାରୁ ବହୁ ସ୍ଥାନୀୟ ଲୋକ ଲାଭବାନ ଉଠାଇଥିଲେ। ରବିବାର ସନ୍ଧ୍ୟାରେ ଆୟୋଜିତ ସାର୍ବଜନିକ ସଭାରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଶ୍ରୀ ରବୀନ୍ଦ୍ର ନାରାୟଣ ବେହେରା ଯୋଗଦେଇ ଭକ୍ତବୃନ୍ଦ ଓ ସତ୍ସଙ୍ଗ ସେବକଙ୍କୁ ଉତ୍ସାହିତ କରିଥିଲେ। ସାଂସଦଙ୍କୁ ସହ ପ୍ରତିନିଧିକ ବୈରାଗୀ ଚରଣ ଦ୍ୱିବେଦୀ, ରମାକାନ୍ତ ମୁଦୁଲି, ଗୁରୁଭାଇ ମନୋରଞ୍ଜନ ଦ୍ୱିବେଦୀଙ୍କ ସହିତ ଅନ୍ୟ ଗୁରୁଭାଇମାନେ ସାଂସଦଙ୍କୁ ସୁସ୍ୱାଗତ କରିଥିବା ଦେଖିବାକୁ ମିଳିଥିଲା। ସାଂସଦ ଶ୍ରୀ ବେହେରା ତାଙ୍କ ଉଦ୍ବୋଧନରେ କହିଥିଲେ ଯେ ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କର ଆଦର୍ଶ ଭକ୍ତି ସେବା ଓ ମାନବତାର ବାଣୀ ସମାଜ ପାଇଁ ସଦା ପଥ ପ୍ରଦର୍ଶକ ରୂପେ କାମ କରୁଛି। ସେ ଏହି ପବିତ୍ର ଉତ୍ସବକୁ ସଫଳ କରିଥିବା ସମସ୍ତ ସତ୍ସଙ୍ଗ ସେବକ ଓ ଭକ୍ତବୃନ୍ଦଙ୍କୁ ହୃଦୟପୂର୍ଣ୍ଣ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।